କଣ କରୁଛ? କଣ କରିବି ଦିଦି ଏଇ ପାଣି ଟିକେ ଫୁଟେଇଛି। ଦେଖିଆ କୋଉଠି ଫୁଟେଇଛ? ଏଇଟା ଚୁଲିରେ। ଭିତରକୁ ଯିବି ତ? ହଁ ହଁ ଆସ। ହଉ ହଉ ମୁଁ ଚପଲଟା ଖୋଲିଦିଏ ରୋଷେଇ ଘରଟା। ଧୀରେ ଧୀରେ ବର୍ଷା ହେଇକି ତ ଏଇ ଟାଇପ ର ହେଇଛି ଆଉ। ପାଣି କଣ କରିବ ବସେଇଛ? ଏଇ ଯୋଉ ଏଇନା ହାଇଜା ଲାଗିଛି ତ ହଁ ହଁ। ଆଉ ସେଇଥିପାଇଁ ଫୁଟେଇକି ଛୁଆଙ୍କୁ ଦିଆ ହଉଛି ଆମେ ପିଉଛୁ ଘର ପରିବାର ସବୁ। ଆରେ ବା ବହୁତ ଭଲ ଆଉ। ଆଉ ସମସ୍ତଙ୍କ ଦେହ ପା ଭଲ ଅଛି ତ? ହଁ ଭଲ। ଝାଡା ଫାଡା କାହାର ହଉନି? ନା ଏବେ ନାହିଁ କାହାର ଝାଡା ଆଉ ଫାଡା। ପାଣିଟାକୁ କେମିତି ରଖୁଛ କହିଲ ମତେ? ତାକୁ 5-10 ମିନିଟ୍ ଫୁଟେଇ ଦଉଛୁ ପାଣିଟାକୁ। ଆହୁରି କମ ସମୟ ଫୁଟେଇବ। ହଁ ଖାଲି ଜୀବାଣୁଟା ମରିବା ପାଇଁ ଫୁଟେଇବ। ଅଳ୍ପ ସମୟ 1ରୁ 2 ମିନିଟ୍ ପାଣିଟା ଫୁଟେଇ ଦବ। ତାପରେ ନେଇକି ତାକୁ ଫ୍ୟାନ ତଳେ ରଖିଦବ। ତାକୁ ପୁରା ଥଣ୍ଡା ହେଇଗଲେ ଘୋଡେଇକି ଛାଣିଦବ। ହଁ ଛାଣିକି ଗ୍ଲାସରେ ଖୋଲିକି ସବୁ ଆଣିକି ଡାବ ଟାଇପର ଧୀରେ ଧୀରେ ସମସ୍ତେ ପିଆ ପୁଇ କରୁଛୁ। ବୋତଲରେ ରଖିଦଉଛୁ ଫୁଟେଇକି ପାଣିଟାକୁ ପିଉଛୁ। ଆଉ ଯୋଉ ଓଆରଏସ୍ ଦେଇଥିଲି? ଓଆରଏସ୍ ଦେଇଥିଲେ ସେ ବୋଉଙ୍କ ତାଙ୍କ ମୁଣ୍ଡ କାନ ବୁଲେଇଲା ତାଙ୍କୁ ଦେଇଥିଲୁ। ଆହୁରି ବି ଅଛି ଆମ ପାଖରେ ଆମେ ଆଣିଛୁ। ଅଙ୍ଗନବାଡି ଦିଦି ଦେଇଛନ୍ତି, ଆଶା ଦିଦି ଦଉଛନ୍ତି ଆଣିକି। ଆଉ ଆମେ ସବୁ ପିଉଛୁ। ଓଆରଏସ୍ ଆଉ 2ଟା ରଖିଥା ତମ ପାଇଁ ଯେତେବେଳେ ଦେହ ପା ଖରାପ ହବ। ମୁଖ୍ୟ ଏଇନା ଝାଡା ଚାଲିଛି ଆମର ହଇଜା ଚାଲିଛି। ଆମେ ସମସ୍ତେ ହାତ ଧୋଇ ହଉଛ ନା? କେମିତି ଧୋଇ ହଉଛ? କେତେ ସାବୁନ ଲଗେଇ ସବୁ ହାତ ଧୋଇ ହଉଛୁ। ଡେଟଲ ଅଛି ସବୁ ଛୁଆ ଝାଡା କୋଉ ଟାଇମରେ ତମେ ହାତ ଧୋଇ ହଉଛ? ଖାଇବା ପୂର୍ବରୁ ଧୁଆ ହଉଛି ହାତ। ଆଉ ଝାଡା ଝପଟ ଯାଇକି ଆସିକି ସାବୁନ ଲଗେଇକି ହାତ ଧୋଇ ହଉଛନ୍ତି। ଆଉ ଏଇଆ ସବୁ ଗାଧୁଆ ପାଧୁଆ ଏତ କରୁଛନ୍ତି ସାବୁନ ଫାବୁନ ଲଗେଇକି ପରିଷ୍କାର ପରିଚ୍ଛନ୍ନ ହଉଛନ୍ତି ଆଉ। ଭଲ ତମେ ଯାହା ଜାଣିଲ ତମ ସମସ୍ତଙ୍କୁ ଏଇ ଜିନିଷଟା ଜଣେଇବ। ସମସ୍ତେ ଆମ ଗ୍ରାମକୁ ଆମେ ସୁରକ୍ଷା ଦେବା ପାଇଁ, ଆମ ନିଜକୁ ସୁରକ୍ଷା ଦେବା ପାଇଁ ସମସ୍ତଙ୍କର ସହଯୋଗ ଦରକାର। ବୁଝିପାରିଲ?